ଜହ୍ନ ରାତିର ସେତୁ। ଲେଖକ ଶ୍ରୀ ମନୋଜ ଦାସ। ଅଶୋକଙ୍କ ବାରଣ୍ଡାରୁ ଜହ୍ନ ଥରେ ଥରେ ଏତେ ନିକଟତର ଜଣାଯାଏ ଯେ ମନେହୁଏ ଯେମିତିକି 2-4 ଲମ୍ଫରେ ତାକୁ ଯାଇ ଛୁଇଁ ଦେଇ ହେବ। ପୂର୍ଣ୍ଣିମା ଓ ତାର ଆଖପାଖ ରାତିମାନଙ୍କରେ ଅଶୋକ ଆରାମ ଚୌକିରେ ବସି ରହି ଜହ୍ନ ସହ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି। ଉଦାହରଣ ସ୍ୱରୂପ ଆଜି ସନ୍ଧ୍ୟାରେ ସେ ଜହ୍ନକୁ ପଚାରିଥିଲେ, ମୋ ବୟସ 88 ହେଲା, ଆଉ ତମର? ଥରେ ଥରେ ତାଙ୍କର ମନେହୁଏ ଦିଗ୍ବଳୟର କୁହେଳି ଆବୃତ ବନଲତାର ଶୀର୍ଷ ଓ ଭାସମାନ ହାଲୁକା ମେଘମାଳା ଭିତରେ ଯେଉଁ ଜହ୍ନର ପ୍ଲାବନ, ସେଥିରେ ବହୁ ସଂଖ୍ୟକ ଝିଅ ପରି ଓ ପୁଅ ପରି ଲୁଚକାଳି ଖେଳୁଛନ୍ତି। ସେ ତାକୁ ଉପଭୋଗ କରନ୍ତି। ଉପଭୋଗ କରୁ କରୁ 2-3 ମିନିଟ୍ ପାଇଁ ନିଦରେ ଶୋଇ ପଡ଼ନ୍ତି। ତେବେ କେତେବେଳେ ନିଦ୍ରିତ ଅବସ୍ଥାରେ ଓ କେତେବେଳେ ଜାଗ୍ରତ ଅବସ୍ଥାରେ ପରୀମାନଙ୍କୁ ଦେଖନ୍ତି, ସେତକ ଆଜିକାଲି ମନେ ରହେ ନାହିଁ। ଏହିପରି ମନେ ନ ରହିବାଟା ସମ୍ପ୍ରତି ନାନାଦି ସ୍ଥୂଳ ଘଟଣାକୁ ସଂକ୍ରମିତ କଲାଣି। ଆଜି ସନ୍ଧ୍ୟାରେ ତାଙ୍କୁ ଯେଉଁ ଚାହା ଦିଆଯାଇଥିଲା, ତାକୁ ସେ ନିଜ ହାତପାଆନ୍ତା ଷ୍ଟୁଲ ଉପରେ ଥୁଆ ହେବାର ଦେଖିଥିଲେ ମାତ୍ର। ପରେ ପରେ ଶୋଇ ପଡ଼ିଥିଲେ ଓ ମନେ ମନେ ଚାହାତକ ପିଇଥିଲେ। ଯେତେବେଳେ ଚାହା ଶୀତଳ ହୋଇଗଲାଣି ବୋଲି ତାଙ୍କୁ କୁହାଗଲା, ସେତେବେଳେ ସେ ଏଇଆ ଉପଲବ୍ଧି କରି ଚମତ୍କୃତ ହୋଇଥିଲେ ଯେ ମନେ ମନେ ପିଇଥିବା ଚାହାର ତୃପ୍ତି ସ୍ଥୂଳ ଚାହାପାନର ତୃପ୍ତି ତୁଳନାରେ ମୋଟେ କମ୍ ନୁହେଁ। ଏତେ ବୟସ ସତ୍ତ୍ୱେ ତାଙ୍କ ଆଖି ବିଶେଷ ଖରାପ ହୋଇନାହିଁ ବୋଲି ସେ ଗର୍ବ ଅନୁଭବ କରୁଥିଲେ। ବାପା ମାଙ୍କର ସନ୍ତାନ ରୂପେ ପୂରା 5 ବର୍ଷ କାଳ ମାତୃସ୍ତନ୍ୟପାନ ତାହାର ରହସ୍ୟ ବୋଲି ସେ ଅସଂଖ୍ୟ ବାର ଘୋଷଣା କରିଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ତାଙ୍କ ମନରେ ସେ ସମ୍ପର୍କରେ ଟିକେ ସନ୍ଦେହ ଆସିଥିଲା। କାରଣ ଅଦୂରରେ ସେତୁ, ଯେଉଁଠି ବସି ସେ ଓ ତାଙ୍କ ବନ୍ଧୁମାନେ ପ୍ରାୟ ସନ୍ଧ୍ୟାମାନ ଅତିବାହିତ କରନ୍ତି, ସେ ସେତୁ ଆଜି ଆଉ ଦେଖାଯାଉନାହିଁ। ପ୍ରତିଥର ତନ୍ଦ୍ରା ତୁଟିଗଲେ ସେତୁ କଥା ସ୍ମରଣ କରି ସେ ଅନାନ୍ତି, ଦିଶେ ନାହିଁ। ଜହ୍ନ ଆଜି ମ୍ଳାନ ଆଲୁଅ ଦେଉଥିବ ଭାବି ଜହ୍ନ ଆଡ଼କୁ କଟମଟ କରି ଅନାନ୍ତି। ଗତ କେତେ ବର୍ଷ ଧରି ତାଜମହଲର ସିଲୁଏଟ୍ ସୃଷ୍ଟି କରି ରହିଥିବା ଦିଗନ୍ତର ଏକ ବୃକ୍ଷପୁଞ୍ଜ ଆଡ଼କୁ ଅନାନ୍ତି। ସେମାନେ କିନ୍ତୁ ବେଶ୍ ସ୍ପଷ୍ଟ ଦିଶୁଛନ୍ତି। ତାପରେ ସେ ଢୁଳେଇ ପଡ଼ନ୍ତି। ପାହାଚ ଉପରେ ଘୋଷାରି ହୋଇ ଉଠି ଆସୁଥିବା ପାଦଶବ୍ଦ ହିଁ ତାଙ୍କର ସେ ତନ୍ଦ୍ରା ତୁଟାଇ ଦେବା ପାଇଁ ଯଥେଷ୍ଟ ଥିଲା। ସେ ଶବ୍ଦ ତାଙ୍କର ଅନ୍ତରଙ୍ଗ ସୁଧୀରଙ୍କର। ତାଙ୍କଠୁ 10 ବର୍ଷ ସାନ ହୋଇ ମଧ୍ୟ ସୁଧୀର ପାହାଚ ଉଠି ଧଇଁସଇଁ ହୋଇଯାଆନ୍ତି। ଧଇଁସଇଁ ହେବା ତ ଦୂରର କଥା, ପାହାଚ ଅତିକ୍ରମ କଲାବେଳେ ଅଶୋକଙ୍କର ସମ୍ପ୍ରତି ବିଚିତ୍ର ଅନୁଭୂତିମାନ ହେଉଛି। ଗତଥର ସେ ସାନ୍ଧ୍ୟ ଭ୍ରମଣ ପରେ କାରରୁ ଓହ୍ଲାଇ ପାହାଚ ଆରୋହଣ କଲେ। ଆରୋହଣ କରିବା ମଝିରେ ସେ ସମୟରେ ପୂର୍ବାପରି ସଙ୍ଗତି ଭୁଲି ଯାଇଥିଲେ ଓ ମୁହୂର୍ତ୍ତକ ପାଇଁ ତନ୍ଦ୍ରାବିଷ୍ଟ ହୋଇଯାଇଥିଲେ। ବାରଣ୍ଡାରେ ପହଞ୍ଚି ସାରି ସେ ପୁଣି କାରଟିକୁ ଖୋଲିଥିଲେ। ଅର୍ଥାତ୍ ଥରେ ଥରେ ସେ ଆରୋହଣ କଲାବେଳେ ଅବତରଣ ଓ ଅବତରଣ କଲାବେଳେ ଆରୋହଣ କରୁଛନ୍ତି ବୋଲି ଭାବୁଥିଲେ। ଆସ ସୁଧୀର, ବୁଲି ବାହାରିବା। ଅଶୋକ ସଳଖି ବସି କହିଲେ, ଆଉ କୁଆଡ଼େ ଯିବା? ପୁରୁଣା ସେତୁଟି ଥିଲା ଏକମାତ୍ର ଆଶ୍ରା, ଆଉ ଚାରିଆଡ଼େ ତ ମଣିଷ ସାଲୁବାଲୁ। ମୁଁ ସେଇ ସେତୁ ଉପରକୁ ଯିବା କଥା ହିଁ କହୁଥିଲି। ଅଶୋକ କହିଲେ, ହେଇଟି ତମେ ପୁଣି ଭୁଲିଗଲଣି, ସେତୁ ପରା ଭଙ୍ଗା ହୋଇଯାଇଛି। ଆମେ ତେବେ ମାସେ ହେଲୁ ଯାଇନାହୁଁ କାହିଁକି? ଓହୋ, ସେୟା କୁହ। ମୁଁ ଭାବୁଛି ସେତୁ ମୋତେ ଦେଖାଯାଉନାହିଁ କାହିଁକି? ମୋର କିଛି କଥା ମନେ ରହୁନାହିଁ। ତମ କଥା ଅଲଗା, ତମେ ଟୋକା ଲୋକ। ଅଶୋକ କହିଲେ, ଆଉ ବର୍ଷ ଗୋଟାଏ 2ଟାରେ ମୋତେ 80 ହେବ। ତମ ବୟସରେ ତ ମୁଁ। ଅଶୋକଙ୍କ ବାକ୍ୟ ମୃଦୁତର ହୋଇ ଅସ୍ପଷ୍ଟ ହୋଇଗଲା। ତମର ଆଉ ଏମିତି କ'ଣ ବେଶୀ? ଆଜିକାଲି ତ ଶତାୟୁମାନଙ୍କ ସମ୍ବାଦ ପ୍ରାୟ ଖବରକାଗଜରେ ପଢ଼ିବାକୁ ମିଳେ। ହେଇଟି ଶୋଇପଡ଼ିଲ କି? ଅଶୋକ ଭାଇ, ନା ନା, ଶୋଇବି କାହିଁକି? ତେବେ ଟିକେ ତନ୍ଦ୍ରା ଆସିଯାଏ, ଆରାମ ଲାଗେ। କ'ଣ ସେତୁଆଡ଼େ ବୁଲିଯିବା? ଅଶୋକ ଭାଇ, ତମେ ସବୁ ଭୁଲି ଯାଉଛ ଦେଖୁଛି। ଅଶୋକ ଟିକେ ବିଚଳିତ ଭାବରେ ହାତଗୋଡ଼ ହଲାଇଲେ। ତାପରେ କିନ୍ତୁ ଟିକିଏ ରହି କହିଲେ, ଭୁଲି ଯାଉଛି? ହଁ, ଯେତେବେଳେ ଅନେକ କଥା ଭୁଲିବା ଦରକାର ଥିଲା, ସେତେବେଳେ ଏ ମନ କିଛି ଭୁଲୁ ନଥିଲା। ମନଠୁ ବଳି ବୈରୀ ନାହିଁ। ଏବେ ନାନା କଥା ମନେ ରଖିବା ଦରକାର। ବୁଢ଼ା ହେଲେ ତମ ପାଇଁ ଆଉ କେହି ମନେ ରଖିବାକୁ ନଥାନ୍ତି। ଯେଉଁମାନେ ଥାଆନ୍ତି, ସେମାନଙ୍କ ମନର ରଙ୍ଗ ଭିନ୍ନ।
ସେମାନେ ତମର ଯେଉଁ କଥା ମନେ ରଖିବେ ସେଥିରେ ତାଙ୍କ ନିଜ ନିଜ ମନର ରଙ୍ଗ ଏମିତି ଲାଗିଯିବ ଯେ ତମେ ତାକୁ ଆଉ ତମର ବୋଲି ଚିହ୍ନି ପାରିବ ନାହିଁ। ଅଶୋକ ଭାଇ, ତମେ ଅଧ୍ୟାପକ ଥିଲାବେଳେ ଯେଉଁପରି ଚମତ୍କାର ଢଙ୍ଗରେ ବକ୍ତୃତା ଦେଉଥିଲ, ନାଟକ କରୁଥିଲ, ଆଜି ଦେଖୁଛି ସେମିତି ଭାବରେ କଥା କହୁଛ। ସତେ ବୁଝିଲ ସୁଧୀର, ସବୁ ଭୁଲିଯିବା ଭିତରେ ହିଁ ସବୁ କ୍ଷୋଭର ଶାନ୍ତି। ମୋ ଶାନ୍ତି, ମୁଁ ଯେ ମଝିରେ ମଝିରେ ଶୋଇପଡ଼ୁଛି ତାହା ସେହି ଶାନ୍ତିର ଲକ୍ଷଣ। ଥରେ ଏମିତି ଟିକେ ଶୋଇପଡ଼ିଥିବା ଭିତରେ ମୃତ୍ୟୁ ଆସିଗଲେ କେଡ଼େ ଭଲ ହୁଅନ୍ତା। ସୁଧୀର ବୁଝିଲେ ଅଶୋକ ବାବୁ ଆପାତତଃ ତନ୍ଦ୍ରାତୁର ହେବେ ନାହିଁ। ସେ ନିଜକୁ ଆଉ ଟିକେ ସଜାଡ଼ି ନେଇ ବସିଲେ। ମୁହୂର୍ତ୍ତେ ଇତସ୍ତତ ହୋଇ କହିଲେ, ଅଶୋକ ଭାଇ, ଗୋଟିଏ କଥା କହିବି କହିବି ବୋଲି କେତେ ଦିନରୁ ଭାବୁଛି। ତୁମେ ଯଦି କ୍ଷମା କରିବ ତେବେ ଆଜି କହନ୍ତି। କହିବ? କୁହ। ସୁଧୀର କାଶି ହେଲେ। ଜାମା ଉପରୁ ନଥିବା ଧୂଳି ଝାଡ଼ିଦେଲେ। ହାତ ଗୋଡ଼ର ଆଗ୍ରହ ନଥିଲେ ବି ସେମାନଙ୍କୁ ଥରେ ପ୍ରସାରିତ କରି ତାପରେ ପୁଣି ଗୋଟାଇ ଆଣିଲେ। ସଙ୍କୋଚର ଏହିପରି ଦୀର୍ଘାୟିତ ଅଭିବ୍ୟକ୍ତି ଦେଇସାରି ସେ କହିଲେ, ଅଶୋକ ଭାଇ, ଚାରୁଅପା ମନେ ଅଛି? ଅଶୋକଙ୍କ ପ୍ରତିକ୍ରିୟା ଜଣାପଡ଼ିଲା ନାହିଁ। ମନେ ନାହିଁ? ଚାରୁଅପା ବଡ଼ ସୁନ୍ଦରୀ ନଥିଲା ଦେଖିବାକୁ? ଚାରୁଅପା କଥା କହୁଛି। ତମେ ନୂଆ ନୂଆ ଅଧ୍ୟାପକ ହୋଇଥାଅ। ବେଶଭୂଷା, ଚାଲିଚଳନ, କଥାବାର୍ତ୍ତାର ଷ୍ଟାଇଲରେ ତମକୁ ସେତେବେଳେ ବଳିଯିବ କିଏ? ଚାରୁଅପା ଆମ ଘରେ ରହି ପଡ଼ୁଥାଏ। ମନେ ପଡ଼ିଲା? ଦୂର ସମ୍ପର୍କରେ ମୋର ଅପା। ମୋଠୁ 2-3 ବର୍ଷ ବଡ଼ ହୋଇଥିବ। ତମେ ତାକୁ ଭଲ ପାଉଥିଲ। ହେଇଟି, ଅଶୋକ ଭାଇ, ପୁଣି ଶୋଇଗଲଣି ନା କ'ଣ? ଅଶୋକ ଭାଇ ମ? ସୁଧୀରଙ୍କ କଣ୍ଠରେ ବ୍ୟାକୁଳତା ଫୁଟି ଉଠିଲା। ଆରେ ନା, ଶୋଇବି କାହିଁକି? ଚାରୁଅପା ମନେ ପଡ଼ିଲା ନା ନାହିଁ କହିଲ? ଆରେ ହଁ, ମନେ ନ ପଡ଼ିବ କେମିତି? ମୁଁ ପରା ତାକୁ ଭଲ ପାଉଥିଲି ବୋଲି ତମେ କହିଲ। ହଁ ଅଶୋକ ଭାଇ, ପ୍ରବଳ ଭଲ ପାଉଥିଲ। ତା ପାଇଁ ଝଡ଼ି ଯାଇଥିଲ। ସେଇ ଯେଉଁ ଝଡ଼ିଥିଲି ଆଉ ସାରା ଜୀବନ ମୋଟେଇଲି ନାହିଁ। ଆଉ ମୋ ହାତରେ ଚିଠିଟିମାନ ପଠାଉଥିଲ ବୋଲି ମୋତେ ଖୁଆଇ ପିଆଇ ଯେଉଁ ମୋଟା କରିଦେଇଥିଲ, ମୁଁ ଜୀବନ ସାରା ଆଉ ଝଡ଼ିଲି ନାହିଁ। ଛାଡ଼ ଅଶୋକ ଭାଇ, ସେ ବି ତମକୁ ଭଲ ପାଉଥିଲା। ନା, ସେ ଭଲ ପାଇବ ନାହିଁ। ପାଇଥିଲା ଅଶୋକ ଭାଇ। ଅଶୋକ ଜହ୍ନକୁ ଅନାଇ ରହିଲେ। 10 ମିନିଟ୍ ବିତିଗଲା। ସେ ସ୍ନିଗ୍ଧ ହସଟିଏ ଫୁଟାଇ କହିଲେ, ଆଃ, ମୁଁ ବଡ଼ ଭାଗ୍ୟବାନ। ପ୍ରମାଣ ମୋର ଲୋଡ଼ା ନାହିଁ ସୁଧୀର। କିନ୍ତୁ ତୁମେ ଏକଥା ମୋତେ କେଇ ବର୍ଷ ଆଗରୁ କହିଲ ନାହିଁ କାହିଁକି? ମୁଁ ନିଜକୁ ଅଧିକ କିଛି କାଳ ଭାଗ୍ୟବାନ ମନେ କରିଥାନ୍ତି। ସେଇଠି ତ କଥା ଅଶୋକ ଭାଇ। ମୁଁ କ୍ଷମା ମାଗୁଛି ତେବେ କାହିଁକି? ତୁମେ ତ ଜାଣ ଚାରୁଅପା କେତେ ଲାଜକୁଳି ଥିଲା। ତେବେ ତମର ଫର୍ଦ୍ଦ ଫର୍ଦ୍ଦ ଚିଠି ପାଇବା ପରେ ସେ ଅବଶେଷରେ ତମ ପାଖକୁ ଉତ୍ତରଟିଏ ଲେଖିଥିଲା। ସେ ସେତୁ ପାଖରେ ତମ ସହିତ ଦେଖା କରିବାକୁ ରାଜି ହୋଇଥିଲା। ନିର୍ଦ୍ଦିଷ୍ଟ ସମୟରେ ଆସିଥିଲା ମଧ୍ୟ। ତମକୁ ନ ଦେଖି ବିଚାରି ବଡ଼ ଅପମାନରେ ଫେରିଗଲା। କାହିଁ, ମୁଁ ତ ସେ ଚିଠି ପାଇନାହିଁ। ଅଶୋକଙ୍କ ସ୍ୱର ଥରି ଉଠିଲା। କେମିତି ପାଇଥାନ୍ତ? ସୁଧୀର ଛେପ ଢୋକି କହିଲେ, ମୁଁ ଚିଠି ଖଣ୍ଡିକ ଧରି ଆସିଥିଲି ଯେ ଭୀଷଣ ପବନରେ ସେତୁ ପାଖରେ ଉଡ଼ିଗଲା। ଉଡ଼ିଗଲା? ଅଶୋକ ଉଠି ଠିଆ ହେବାକୁ ଉଦ୍ୟତ ହେଲେ। ଚାଲିଲ, ଖୋଜିବା। 60 ବର୍ଷ ପରେ? ହସି ଉଠିଲେ ସୁଧୀର। ଅଶୋକ ବାବୁ ଆଖି ନିମଳିତ କରି ପୁଣି ଆରାମ ଚୌକିକୁ ଆଉଜିଗଲେ। ସୁଧୀର ତାପରେ ହଠାତ୍ ଗମ୍ଭୀର ହୋଇଗଲେ ଓ କହିଲେ, ମୋତେ କ୍ଷମା କର ଅଶୋକ ଭାଇ। ଚିଠି ଖଣ୍ଡିକ ଉଡ଼ିଗଲା ଯେ, କିନ୍ତୁ ସତ ହେଲା ମୁଁ ତାକୁ ଉଡ଼ାଇ ଦେଇଥିଲି, ପଢ଼ି ସାରି ଚିରିଦେଇ। ଅଶୋକ କିଛି କହିଲେ ନାହିଁ। ସୁଧୀର ମୁଣ୍ଡ ପୋତି କହିଚାଲିଲେ, ମୁଁ କହିପାରିବି ନାହିଁ କାହିଁକି ସେପରି କଲି। ଚାରୁଅପା ପ୍ରତି ମୋର ଗଭୀର ଶ୍ରଦ୍ଧା ଥିଲା। ମୁଁ ତାର ମଙ୍ଗଳ ହିଁ ଚାହୁଁଥିଲି। ତମର ବ୍ୟକ୍ତିତ୍ୱ ପ୍ରତି ବି ମୋର ଶ୍ରଦ୍ଧା ଥିଲା। କିନ୍ତୁ କାହିଁକି କେଜାଣି ତମକୁ ଭୟ କରୁଥିଲି। ଚାରୁଅପା ତମର ହୋଇଗଲେ ମୋର ଯେମିତି ତା ଉପରେ ଆଉ କିଛି ଅଧିକାର ରହିବ ନାହିଁ। ଅବଶ୍ୟ କେଉଁ ଅଧିକାର ବା ରହିଲା? କେଇଦିନ ପରେ ତା ବାପାଙ୍କ ବେମାର ଯୋଗୁଁ ଯେ ଚାରୁଅପା ଗଲା, ଆଉ ଫେରିଲା ନାହିଁ। କିନ୍ତୁ ଅଶୋକ ଭାଇ, ଯେ ଯାଏ ଓକିଲାତି ଭିତରେ ବୁଡ଼ି ରହିଥିଲି, ସେ ଯାଏ ସେ କଥା ମନେ ନଥିଲା। କିନ୍ତୁ ଅବସର ପରେ ଗତ 10 ବର୍ଷ ଭିତରେ ଆମେ ଯେତେଥର ସେ ସେତୁ ପାଖକୁ ଯାଇଛୁ, ସେତେଥର ମୋତେ ସେ ସ୍ମୃତି ବଡ଼ ଯନ୍ତ୍ରଣା ଦେଇଛି। କାହିଁକି ମୁଁ ସେପରି କଲି? ତମକୁ ଥରେ ସବୁ କହିବି ବୋଲି ଆଜି ଯାଏ କହିପାରୁନଥିଲି। ସୁଧୀର ହଠାତ୍ ଚୁପ୍ ହେଲେ। ପାହାଚରେ ପାଦଶବ୍ଦ ଶୁଭୁଥିଲା ଓ ଶୁଭୁଥିଲା ବାଡ଼ିର ଠକ୍ ଠକ୍। ମହେନ୍ଦ୍ର ଆସି ପହଞ୍ଚିଗଲେ। ବୁଝିଲ ଅଶୋକ ବାବୁ, ଆପଣଙ୍କ ଦୃଷ୍ଟାନ୍ତ ହିଁ ମୋ ଭିତରେ ଏଯାଏ ଏତକ ତାକତ ବଜାୟ ରଖିଛି। ଆଚ୍ଛା, ଆପଣ ଏତେ ଶୀଘ୍ର କେମିତି ସେତୁ ପାଖରୁ ଚାଲି ଆସିଲେ? ସେ ସେପଟରୁ ଆପଣଙ୍କୁ ଦେଖିଲି, ଡାକିଲି ମଧ୍ୟ। ଆପଣ ଯେମିତି କିଛି ଖୋଜୁଥିଲେ। ମୋ କଥା ଶୁଣିଲେ ନାହିଁ। ସେଠି ଯେଉଁ ଭଙ୍ଗା ପଥର ଜମା ହୋଇଛି, ତାକୁ ଟପି ଆପଣଙ୍କୁ ଧରିବା ସମ୍ଭବ ନଥିଲା। ଅଥଚ ବୁଲି ଆସିବା ବେଳକୁ ଆପଣ ନାହାନ୍ତି, ଏଠି ପହଞ୍ଚି ଗଲେଣି। କିଏ କହିବ ଆପଣ ମୋଠାରୁ 12 ବର୍ଷ ବଡ଼? ମହେନ୍ଦ୍ର ସପ୍ରଶଂସ ଭାବରେ କହିଲେ। ଅଶୋକ ଭାଇ ତ ଆଜି କୁଆଡ଼େ